श्री गणेशाय नमः। नमस्कार बंधुगण, जय जगन्नाथ। मो सस्मिता पाढ़ी भक्ति सागर सस्मिता चैनल आपण मानक स्वागत। आज आपण मानक पई प्रस्तुत श्री जगन्नाथ पुराण। एही पुराण पाठ करिबा किंबा श्रवण करिबा द्वारा मनुष्य जानतरे बा अजाणतरे करिथिबा समस्त पाप क्षय होइथाए। संसारर जन्म मृत्यु चक्रରୁ मुक्ति मिलिथाए। निष्ठार सहित एही पुराण पाठ कले परिवार रे सुख शांति समृद्धि वृद्धि पाए एवं सबु मनस्कामना पूर्ण हुए। श्रीक्षेत्र पुरी न जाई मध्य घरे बसी एही पुराण पाठ कले श्री जगन्नाथଙ୍କ दर्शन सदृश फल मिलिथाए। श्री जगन्नाथଙ୍କ चरण रे अचला भक्ति जागृत हुए, जहा मन को शांत एवं पवित्र करिथाए। तेबे आसंतु बंधुगण, आरंभ करिबा श्री जगन्नाथ पुराण। चैनल जदि नुआ अछंती चैनल को सब्सक्राइब करी कमेंट बॉक्स रे जय जगन्नाथ लेखिबाकू जमा भी कुंठाबोध करिबेनी। तेबे आसंतु आरंभ करिबा। आजिर विषय रहिछि इंद्रद्युम्नको नारदଙ୍କ उपदेश प्रदान। सप्तदश अध्याय। शुण शुण साधु जने अपूर्व चरित, जहा श्रवण रे कर्ण होइब पवित्र। जैमिनी मुनि को चाहे बोइले तो पिए, आउ एक गाथा कहे आहे मुनि राये। नारद को इंद्रद्युम्न आउ कि पूछिले, ताहा विस्तार भावरे कुह तुम्भे भोले। जेउ नाम थरे जप कले कोटि कोटि, पाप राशि मान भस्म होई न जाएटी। से जगत कर्तांकर समाचार कही, सकल पातक राशि मान दियो बही। जैमिनी बोइले अति आचंबित, श्रवण मात्र के पाप होई दूरित। नारद मुनि को चाही इंद्रद्युम्न साई, कर जोड़ी पूछिले क कृत्य कृत्य होई। हे देव शिवारे मात्र विष्णुଙ୍କ चरित, कहिण मोर पाप करन्तु दूरित। सेहि विष्णुଙ୍କର भक्ति केमନ୍ତ अटई, ताहा मो ग्रते कुह देव दया बही। आपणଙ୍କ भिन्न आन कहिबाकू एहा, केभे समर्थन हेब आहे तो पिनाहा। एहा शुणिण नारद तृपत होइण, महाब्रह्मकर कीर्ति करिले वर्णन। नारद उवाच, शुण हे राजन मन कर्ण ज्ञान देई। अनादि बोलिण जेउ नामटी अछई, अत्यंत सुदृढ़ पुणी अविद्या अटई। पंचक्लेश को सहजे विनाश करई, केवल भगत जन बुझिबाकू ताहा। समर्थ अटई शुण आहे नर नाहा, साधु जन माने सेही विष्णुଙ୍କ भक्ति को। मातृ रूपरे आश्रय करिथांती तांकू, शोक दुख मोह तिळे न थाए तांकर। सर्वदा संतुष्ट थांती अल्प द्रव्यर, विष्णुଙ୍କ भक्ति स्वरूप प्रदीप्त अग्निरे। जीव मानकर पाप तुला परकारे, पोड़ी जली क्षण करे हुए भस्मसात। सेहि प्रभुଙ୍କ महिमा अटइए मंत, अतुलनीय वा अनिर्वचनीय जान। विष्णुଙ୍କର महिमाटी अटई प्रमाण, आबर एही भक्ति जे त्रिविध अटई। ସେଥିରୁ ଅଧିକ ହେଲେ
ତୋରିୟ ବୋଲାଇ। ସେହି ତୋରିୟ ଭକ୍ତିକୁ ନିର୍ଗୁଣ କହନ୍ତି। ନିର୍ଗୁଣ ହୋଇଲେ ବ୍ରହ୍ମ ପାଦେ ମିଶି ଯାଆନ୍ତି। ଆଉ ଯେଉଁ ଜନ କାମ କ୍ରୋଧେ ଅନ୍ଧ ହୋଇ ଦୃଷ୍ଟି ପଦାର୍ଥକୁ ସଦା ଆଦର କରଇ ସେମାନଙ୍କର ଭକ୍ତିକୁ ତାମସୀ କହନ୍ତି। ଲାଭ ଲୋଭ ବିଚାରେ ସଦା ମତ ଥାନ୍ତି। ପୁଣି ଯେହୁ ଯଶ ଆଶା ରକ୍ଷିଣ ମନରେ ପ୍ରିୟ ବା ଅପରଜନ ଶ୍ରଦ୍ଧା ପ୍ରସଙ୍ଗରେ ପରଲୋକ ପାଇଁ ଯେଉଁ ଭକ୍ତି କରାଯାଏ ତାହାକୁ ରାଜସୀ ଭକ୍ତି କହନ୍ତି ଜ୍ଞାନୀଏ। ଆଉ ମଧ୍ୟ ଯେଉଁ ଜନ ମନ୍ଦ ପଦାର୍ଥକୁ ଜଳାଞ୍ଜଳି ଦେଇ ଭାବେ ଖରାପ ତାହାକୁ ଆପଣା ଆଶ୍ରମ ଧର୍ମେ ବଳାଇଣ ଚିତ୍ତ ଆତ୍ମଜ୍ଞାନ ଲାଭ ପାଇଁ ହୁଇ ଜାଗ୍ରତ। ସେ ପ୍ରାଣୀ ପୁଣ୍ୟ ଜନରେ ଗଣନା ହୁଇ ସାତ୍ବିକ ଭକ୍ତି ବୋଲିଣ ତାହାକୁ ଟିକଇ। ତ୍ରିଗୁଣ ଭକ୍ତି ଏହାର ନାମଟେ ଜାଣ। ଚତୁର୍ଥ ଭକ୍ତି ତୁରୀୟ ମଧ୍ୟରେ ପ୍ରମାଣ। ତୁରୀୟ ବାସ ଗୁଣ ଭକ୍ତି ଗାଥା ଯାହା ବୁଝାଇ କହୁଛି ଶୁଣ ଆହେ ନର ନା। ବିଚାରିବ ଯେଉଁ ଜଗନ୍ନାଥ ରହିଛନ୍ତି ମୋ ଠାରୁ କଦାପି ସେ ଅଭିନ୍ନ ନୁହନ୍ତି। ପିଣ୍ଡ ଆଉ ବ୍ରହ୍ମାଣ୍ଡକୁ ଏକ ଯେ ଦେଖିବ ତାହାକୁ ନିର୍ଗୁଣ ଭକ୍ତି ବୋଲି ବିଚାରିବ। ଏହିପରି ଜ୍ଞାନ ପାଇଁ ଯେଉଁ ଭକ୍ତି କହେ ଜଗତରେ ସେଉ ଜନ ଦୁର୍ଲଭ ବୋଲାଏ। ମୁକ୍ତି ପାଇଁ ଯେଉଁ ଭକ୍ତି ପ୍ରକାଶିତ ହୁଏ ଅଦ୍ୱୈତ ଭକ୍ତି ବୋଲିଣ ତାହାକୁ ଯେ କହେ। ତାମସୀ ଭକ୍ତିର ଜନ ପାଏ ପିତୃଲୋକ ରାଜସୀ ଭକ୍ତି ଯେ ଇନ୍ଦ୍ର ଲୋକ ମଧ୍ୟ ଲେଖ। ସାତ୍ବିକ ଭକ୍ତିରେ ବ୍ରହ୍ମ ଲୋକ ପ୍ରାପ୍ତ ହୁଏ। ମାନବ ପୁଣ୍ୟର ଅଧିକାରୀ ସେ ବୋଲାଏ। ପୂର୍ବଜନ୍ମଗତ ଭକ୍ତ ଅଟଇ ରାଜସୀ ସାତ୍ବିକ ଭକ୍ତିରେ ମୁକ୍ତି ହୁଇ ପ୍ରକାଶୀ। ସେ ବ୍ୟକ୍ତି ଅଦ୍ୱୈତ ଭାବନାକୁ ମନେ ଧରି ମୁକ୍ତି ଲାଭ କରେ ଶୁଣ ମନରେ ବିଚାରି। ତେଣୁ ହେ କୌଣସି ଭକ୍ତିକୁ ଆଶ୍ରା କରି ମାନବ କ୍ରମଶ ମୁକ୍ତି ପଥକୁ ଆଚରି। ବିଷ୍ଣୁ ଭକ୍ତହୀନ ଜନ ଯେମନ୍ତ ପ୍ରକାର ତାହା ବୁଝାଇ କହୁଛି ଶୁଣ ଦଣ୍ଡଧର। ଦେବସତୀ ଭକ୍ତି କ୍ରିୟା ପ୍ରାୟଶ୍ଚିତ ଆଦି ତୀର୍ଥଯାତ୍ରା ଓଷା ବ୍ରତ ଅଟୟ ବିଧି କେବଳ ଲୋକ ଦେଖଣା ଭୂଷଣ ଅଟଇ। ବିଟପିର ମଣି ପରି ତାର କାର୍ଯ୍ୟ ହୋଇ ଅସତୀ ନାରୀ ଯେପରି ପତିକୁ ଲୁଚାଇ ପରପୁରୁଷ ସଙ୍ଗରେ ପିରତି କରଇ ପତି ଅଗ୍ରତରେ କହେ ଅଟଇ ମୁଁ ସତୀ। ବିଷ୍ଣୁ ନିନ୍ଦା କଲା ବ୍ୟକ୍ତି ତେମନ୍ତ ଅଟନ୍ତି। ଯଦି କୁଳାଚାର ଜନ ବିଷ୍ଣୁ ପ୍ରୀତି କରେ ସକଳ ଜନରେ ଶ୍ରେଷ୍ଠ ବୋଲାଏ ବିଧିରେ। ଭକ୍ତିହୀନ ମନୁଷ୍ୟ ଯେ ଏହି ଜଗତରେ ଅଷ୍ଟାଦଶ ବିଦ୍ୟା ବିଶାରଦ ଯେ ଆଚରେ। ଶ୍ରେଷ୍ଠ ଜାତି ହେଲେ ମଧ୍ୟ ଅଟେ ନିନ୍ଦନୀୟ ତାହାର କାରଣ ମାନ ଶୁଣ ନର ରାୟ। ଯେ ଗୁଣ ବିଦ୍ୟାରେ ଜଗନ୍ନାଥେ ବୁଝି ହୁଏ ପ୍ରକୃତ ବିଦ୍ୟାରେ ସେହୁ ଗଣନା ବୋଲାଏ।
ଭକ୍ତି ଆଉ ବିଦ୍ୟା ଏହି ଦୁହେଁଟି ସମାନ, ଉଭୟ ପରସ୍ପରରେ ଜଡ଼ିତଟି ଜାଣ। ଯେଉଁ ଜନ ଦୃଢ଼ ଭକ୍ତି କରେ ଆଚରଣ, ବିଷ୍ଣୁ ଭକ୍ତଙ୍କ ମଧ୍ୟେ ଶ୍ରେଷ୍ଠ ସେହୁ ଜାଣ। ସେ ବ୍ୟକ୍ତି ଇଚ୍ଛା କରିଲେ କ୍ଷଣକ ମଧ୍ୟରେ ସୃଷ୍ଟି ସ୍ଥିତି ପ୍ରଳୟ ଇତ୍ୟାଦି କରିପାରେ। ତାଙ୍କ ନିକଟରେ ସ୍ୱର୍ଗ ନିକୃଷ୍ଟ ଅଟଇ, କାମନା ରହିତ ବ୍ୟକ୍ତି ଅଟନ୍ତି ଯେ ସେହି। ଶୁଣ ଆହେ ମହାରାଜ ଏମନ୍ତ ଖବର, ବିଷ୍ଣୁ ଭକ୍ତ ଆଉ ବିଷ୍ଣୁ ଦୁହେଁ ଏକାକାର। ତାହାଙ୍କ ମଧ୍ୟେ ପୃଥକ ତିଳେ ମାତ୍ର ନାହିଁ, ଏହାର କାରଣ ମାନ ଶୁଣ ମନ ଦେଇ। ବିଷ୍ଣୁ ଭକ୍ତକୁ ସେବା କରଇ ଯେ ଜନ, ସାକ୍ଷାତ ବିଷ୍ଣୁଙ୍କ ସଙ୍ଗେ ଅଟେ ସେ ସମାନ। ବିଷ୍ଣୁ ଭକ୍ତକୁ ଯେହୁ ଦର୍ଶନ କରଇ, ବିଷ୍ଣୁ ଦର୍ଶନ ପରାଏ ଫଳ ସେ ଲଭଇ। ଏହିପରି ଇନ୍ଦ୍ରଦ୍ୟୁମ୍ନେ ବୁଝାନ୍ତେ ନାରଦ, ଆପଣେ ଶ୍ରୀହରି ପ୍ରେମେ ହେଲେ ଗଦ ଗଦ। ପ୍ରେମ ପୁଲକରେ ନେତ୍ର ନିରଗଲା ବହି, ସର୍ବତ୍ର ଦେଖିଲେ ବିଷ୍ଣୁ ସ୍ୱରୂପକୁ ସେହି। ପ୍ରଜାଙ୍କ ମୁଖକୁ ଚାହିଁ ବୋଇଲେ ବଚନ, ବିଷ୍ଣୁ ଭକ୍ତଙ୍କର ଗାଥା ଅଟେ ମହିୟାନ। ସେ କେବେ ଆନ ପାଖରେ ଧନ ଦ୍ରବ୍ୟ ପାଇଁ, ହାତ ନ ପତାଏ ଏହା ପ୍ରମାଣ ଅଟଇ। ଗୋଟିଏ ସ୍ଥାନରେ ଯେବେ ସେହୁ ବସିଥିବ, ଗୋଲକ ବିଭୂତି ଆସି ତହିଁ ପହଞ୍ଚିବ। ସେ ଯାହା ଚାହିଁବ ତାହା ଫଳିବ ପ୍ରତ୍ୟକ୍ଷ, ଏଥିରେ ତିଳେ ମାତର ଆନ ନାହିଁ ଦେଖ। ତାହାର ଶରୀରେ କ୍ଲେଶ ମାତର ନଥାଏ, ରୋଗ ବ୍ୟାଧି ଦେଖି ତାକୁ ଦୂରୁ ହଟିଯାଏ। ସେ କେବଳ ଭଗବାନଙ୍କର ନାମ ଗାଇ, କୀର୍ତ୍ତନ ଭଜନରେ ସେ ସଦା ମୁଗ୍ଧ ଥାଇ। ଏହି ପ୍ରକାରେ ବିଷ୍ଣୁ ଭକ୍ତଙ୍କର ଗୁଣ, ଆବର ଭକତି ଗାଥା ବିସ୍ତୃତ ଭାବେଣ। ବର୍ଣ୍ଣନା କଲେ ନାରଦ ମନେ ତୋଷ ହୋଇ, ଶୁଣି କୃତ୍ୟ କୃତ୍ୟ ହେଲେ ଅବନ୍ତୀର ସାଇଁ। ଅନେକ ବିଷୟ ଥିଲେ ସେ ବର୍ଣ୍ଣନା କରି, ବାହୁଲ୍ୟ ହେତୁ ଅଳପେ ଦେଲି ମୁହିଁ ସାରି। ଅଧମ କ୍ଷେତ୍ର ମୋହନ କହେ ଯୋଡ଼ି କର, ଉଦ୍ଧାର କରନ୍ତୁ ଭବୁ କମଳାଙ୍କ ବର। ଅଷ୍ଟାଦଶ ଅଧ୍ୟାୟ। ଇନ୍ଦ୍ରଦ୍ୟୁମ୍ନ ଓ ନାରଦଙ୍କର ପୁରୁଷୋତ୍ତମ କ୍ଷେତ୍ରକୁ ଆଗମନ। ଶୁଣ ଶୁଣ ସୁଜ୍ଞ ଜନେ ମନ କର୍ଣ୍ଣ ଦେଇ, ଯାହା ଶ୍ରବଣରେ କର୍ଣ୍ଣ ପବିତ୍ର ହୁଅଇ। ନାରଦ ଇନ୍ଦ୍ରଦ୍ୟୁମ୍ନଙ୍କ ଚରିତ ଶୁଣିଲେ, ସକଳ ପାତକ ଅଙ୍ଗୁ ନାଶ ହେବ ହେଳେ। ଋଷିଏ ବୋଇଲେ ଜୈମିନୀଙ୍କ ମୁଖ ଚାହିଁ, ଆହେ ପୌରାଣିକ ବାରେ କୁହନ୍ତୁ ବୁଝାଇ। ଇନ୍ଦ୍ରଦ୍ୟୁମ୍ନ ନରପତି ଦେବର୍ଷିଙ୍କ ସାଥେ, କେଉଁ କେଉଁ ପରାମର୍ଶ କରେଲୁ ମତେ। ଜୈମିନୀ ବୋଇଲେ ସର୍ବେ ଶୁଣ ମନ ଦେଇ, ଅତ୍ୟନ୍ତ ପବିତ୍ର ଏହି କାହାଣୀ ଅଟଇ। ନୃପତି ନାରଦଙ୍କର ବଦନକୁ ଚାହିଁ, ବୋଇଲେ ବଡ଼ ସୌଭାଗ୍ୟ ମୋର ଅଟଇ। ଆପଣ ହେଉଅଛନ୍ତି ବିଷ୍ଣୁଙ୍କ ଭକତ, ବିଷ୍ଣୁଙ୍କର ଅଙ୍ଗ ସଙ୍ଗ ଲଭିଛ ବହୁତ। ତେଣୁ ଆଜି ଦର୍ଶନ କରି ମୁଁ ତୁମ୍ଭଙ୍କୁ, ମଣୁଅଛି ଯେହ୍ନେ ନେତ୍ରେ ଦେଖିଲି ବିଷ୍ଣୁଙ୍କୁ।
ମହନ୍ତରରେ ଯେଉଁ ମୋହର ଆସିଥିଲା ତାହା ଆଜି ତବ ଯୋଗେ ବିନଷ୍ଟ ହୋଇଲା। आहे देवर्षि चरण तले नमे मुहि मोहर मन कामना पूर्ण कर साई। संप्रति श्री विष्णुकर दर्शन निमंते मोर मन विचलित हेउछि एथे। करुछि विनती देव बारे दया करी दर्शन करांतु प्रभु नील चक्रधारी। आपण त्रिपुर परिभ्रमण करिण समस्त विषय अछबगत जान। चाल रथ आरोहण करी मो संगते नीलमाधव दर्शने करिबा नेत्रे। आबर से क्षेत्र मध्य रमणीय स्थान रही जेते ताहा करिबा दर्शन। नीलकंदर नाम रे अटे जे पर्वत विजे करिछंती तहि जगतर नाथ। ताहांक भय पाद दर्शन पाई सर्वदा मोहर मन व्याकुल होई। नीलकंदर नाम रे अटे जे पर्वत विजे करिछंती तहि जगतर नाथ। ताहांक भय पाद दर्शन पाई सर्वदा मोहर मन व्याकुल होई। तापरे जनक मुख श्रवण करिछि अगणित तीर्थ तहि पूर्ण होइअछि। किपरि भ्रमण करी करिबा दर्शन तेणु व्याकुलित हेउछि मोर मन। नारद बोइले शुण हे नर उत्तम तुम्भ परि पुण्यवान नाही मोर धाम। जेउ तीर्थ नाम मुखे करिले गायन पापीर सकल पाप हुई मोचन। तुम्भे आज जीवा पाई चाह सेठावकु तेणु प्रभु पादे स्थान जेबे जे तुमको। चालो चालो हे राजन विलंब न कर पुरुषोत्तम क्षेत्र रे मिलिबा सतोर। सेठारे जेतेक स्थान मान अछि रही ताहा उत्तम भाव रे जानी अछि मुहि। चतुर्धामूरति भगवानक दर्शन करिब लक्ष्मीक सह पुण हे राजन। जहाँक दर्शने हुए दुर्लभ मुक्ति तुम्भे ताहा लभि निश्चय पाइब सुगति। एहिपरि बेने जने कथाबार्ता होई बाहरिले श्रीक्षेत्र को आगमन पाई। ज्येष्ठ मास शुक्ल पंचमी जे गुरुवारे पुष्या मेण नक्षत्र भोग से काଳରେ सेतिकी बेଳରେ शुभ लग्न अनुसरी अनुकूल समय को सेहु स्थिर करी। महेंद्र जगरे हेले प्रभात बाहार जीवा काले घोषणा करिले नरेश्वर। नीलाचल धाम को मु करिबी गमन अवंती नगर त्याग करिण बहन। सैन्य सामंत आवर पारिषद जेते पात्र मंत्री अमानात्य प्रजांक सहिते। सकले मोह संगते करंतु गमन पुरुषोत्तम क्षेत्र रे रहिबा जाइण। अंतपुर मध्य छंती जेते परिवार आबर रहिछि मोर जेउ धनागार। हस्ती रथ रथ रथी पदातिक गण
ଅଗ୍ନିହୋତ୍ରୀ ବିଦ୍ୟା ବିଶାରଦ ସୁବ୍ରାହ୍ମଣ ଆୟୁର୍ବେଦ ଚିକିତ୍ସକ ପଶୁ ଚିକିତ୍ସକ ପଣ୍ଡିତ ମଣ୍ଡଳୀ ଯେତେ ଛନ୍ତି ମୋର ପାଖ ପ୍ରଜାମାନଙ୍କ ସହିତ ଆଉ ଯେତେ ଜାତି ସ୍ୱର୍ଣ୍ଣକାର କୁମ୍ଭକାର ଗୁଡ଼ିଆ ବାତନ୍ତି କୁମ୍ଭାର ଚମାର ବାଦ୍ୟକାର ଚାଟକାର ତୈଳ ବୀଜଧାରୀ ଭାଟ ଆଉ ପଞ୍ଜିକାର ଯେତେ ପ୍ରକାର ଜାତି ଛନ୍ତି ମୋ ରାଜ୍ୟରେ ସଭିଙ୍କୁ ନେବାକୁ ମୁହିଁ ପାଞ୍ଚିଛି ମନରେ ଯେଉଁମାନେ ଯିବା ପାଇଁ ହୋଇବେ ତିଆର ସଙ୍ଗେ ନେଇ ରଖିବି ମୁଁ ଶ୍ରୀନୀଳକନ୍ଦର ଏ ସ୍ଥାନରେ ନାନା କାର୍ଯ୍ୟ କରି ଚଳୁଥିଲେ ଯେ ଯାହାର ଜାତି ବୃତ୍ତି ଆଦି ପାଳୁଥିଲେ ମୁହିଁ ସେମାନଙ୍କ ମଧ୍ୟରେ ଥିଲି ନରନାଥ ସେଠି ସର୍ବେ ପୂଜା କରି ଜଗତର ନାଥ ଅଙ୍ଗରୁ ସକଳ ପାପ ବିନାଶ କରିବେ ଶ୍ରୀ ଜଗନ୍ନାଥଙ୍କ ପାଦ ପଦ୍ମରେ ଖଟିବେ ମୁହିଁ ମଧ୍ୟ ତାଙ୍କ ସଙ୍ଗେ ସେବକ ହୋଇବି ଆଉ ରାଜା ବୋଲି ଦିନେ ମାତ୍ର ନ କହିବି ଏକମାତ୍ର ସଭିଙ୍କର ସେହି ଏକ ଜଣ ରାଜା ଅଟନ୍ତି ସକଳେ ମନ ଦେଇ ଶୁଣ ଏମନ୍ତେ ଘୋଷଣା ଯହୁଁ କଲେ ନରନାଥ ଶ୍ରବଣ କରିଣ ସର୍ବେ ହେଲେ ଆନନ୍ଦିତ ପରସ୍ପର ମଧ୍ୟରେ ତହିଁ ହେଲେ କୁହାକୁହି ଆମ୍ଭ ପରି ଭାଗ୍ୟବାନ ନଥିବେ କେମହି ଚାଲ ପୁତ୍ର ଦ୍ୱାରା ପରିଜନ ଗଣ ନେଇ ପ୍ରଭୁଙ୍କ ପାଦ ପଦ୍ମରେ ପ୍ରଣମିବା ଯାଇ ଏହି ପ୍ରକାରେ ସର୍ବେ କଥାବାର୍ତ୍ତା ହେଲେ ପରିଜନ ସଙ୍ଗେ ଧରି ବାହାର ହୋଇଲେ ଅବନ୍ତୀ ରାଜାଙ୍କ ରାଜନବର ସନ୍ନିଧେ ସକଳେ ଠୁଳ ହୋଇଲେ ଆସିଣ ଆନନ୍ଦେ ଯଥା ସମୟରେ ଇନ୍ଦ୍ରଦ୍ୟୁମ୍ନ ନରନାଥ ରାଣୀଙ୍କୁ ଘେନିଣ ସାଥେ ହେଲେ ଉପଗତ ସେ ବେଳର ଦୃଶ୍ୟ ବାକି କହିବି ମୁହିଁ ଯାହା ବର୍ଣ୍ଣିବାରେ ଧାତା ସକ୍ଷମ ନୁହଁ ନବର ମଧ୍ୟରେ ଯେତେ ଦେବାଦେବୀ ଥିଲେ ସଭିଙ୍କ ପାଦରେ ଯାଇ ବନ୍ଦନା କରିଲେ ଲକ୍ଷ୍ମୀ ଆଉ ନାରାୟଣ ସୁମରଣା କରି ଦକ୍ଷିଣ ପାଦ ବଢ଼ାଇ ଦେଲେ ଦଣ୍ଡଧାରୀ ଶଙ୍ଖ ହୁଳହୁଳି ନାଦେ କମ୍ପିଲା ଜଗତ ଆଗେ ଋଷି ମଧ୍ୟରେ ରାଣୀ ପଛେ ନରନାଥ ନୃସିଂହଙ୍କ ମନ୍ଦିରରେ ପ୍ରବେଶ ହୋଇଲେ ତାଙ୍କ ମନ୍ଦିର ଚୌପାଶେ ଯେତେ ରହିଥିଲେ ଦୁର୍ଗତି ତାରିଣୀ ଦୁର୍ଗା ବର ଗଣେଶ ଭଗବତୀଙ୍କ ସହିତ ଅବନ୍ତୀର ଈଶ ଭକ୍ତି ଭାବରେ ନମିଣ ସ୍ତବ ଆରମ୍ଭିଲେ ଶ୍ରୀକ୍ଷେତ୍ରକୁ ନେବା ପାଇଁ ନିବେଦନ କଲେ ବୋଇଲେ ମା ଭଗବତୀ ଜଗତ ତାରିଣୀ ଦୁର୍ଗତି ନାଶିନୀ ମାତ ଅଭୟ ଦାୟିନୀ ତ୍ରିତାପହାରିଣୀ ଚଣ୍ଡ ମୁଣ୍ଡ ନିଷୋଦନୀ ତବ ଭୟ ପାଦରେ କରଇ ଦଇନି ଏଦିନ ସଙ୍ଗତେ ଯାଇ ଶ୍ରୀନୀଳକନ୍ଦରେ ବାସ କରନ୍ତୁ ଶ୍ରୀ ଜଗନ୍ନାଥ ସନ୍ନିଧିରେ ନାନା ଭୋଗ ସେଠାବରେ ଭୁଞ୍ଜିବ ରହିଣ ବିଷ୍ଣୁଙ୍କ ଭୟ ପାଦ କରିବ ଦର୍ଶନ ଏମନ୍ତେ କହିଲେ ଯହୁଁ ଅବନ୍ତୀଶ୍ୱର ଶୂନ୍ୟରୁ ଶବଦ ଶୁଭିଲା ବାର ବାର
ହେ ରାଜନ ଜଗତରେ ତୁମ୍ଭେ ଏକା ଧନ୍ୟ, ସାକ୍ଷାତରେ ଲଭିବ ଯେ ଶ୍ରୀ ମଧୁସୂଦନ। ଅତ୍ୟନ୍ତ ପବିତ୍ର କାୟ ଅଟଇ ତୁମ୍ଭର, ତୁମ୍ଭ ସେବାରେ ତୃପତ ଥିଲୁ ଏଠାବର। ଆଜ ଯଦ୍ୟପି ଶ୍ରୀକ୍ଷେତ୍ରେ ଗମୁଛ ରାଜନ, ଯେତେ ଦେବା ଦେବୀ ତୁମ୍ଭେ କରିଛ ସ୍ଥାପନ। ସଭିଙ୍କୁ ସଙ୍ଗତେ ନେଇ ଯାଅ ଶ୍ରୀକ୍ଷେତ୍ରକୁ, ସମୟ ସର୍ବେ ସହାୟ ହୋଇବେ ତୁମ୍ଭଙ୍କୁ। ବାର ବାର ଶୂନ୍ୟ ବାଣୀ କରନ୍ତେ ଶ୍ରବଣ, ମନେ ଆନନ୍ଦିତ ହୋଇ ଇନ୍ଦ୍ରଦ୍ୟୁମ୍ନ ରାଣ। ନବର ଆରାଧ୍ୟ ଦେବ ଆଉ ଦେବତାଙ୍କୁ, ସଙ୍ଗେ ନେଇ ବାହାରିଲେ ଶ୍ରୀକ୍ଷେତ୍ରେ ଯିବାକୁ। ସିଂହଦ୍ୱାର ନେଇ ରାଜା ଦେଖନ୍ତେ ଅନାଇ, କୁରୁ ସୈନ୍ୟ ପରିଜନ ଗହଳି ଦିଶଇ। ହରିବୋଲ ହୁଳହୁଳି ଶଙ୍ଖ ଶବଦରେ, ଗଗନ ପବନ ଥରେ ଶୁଣିଲେ କର୍ଣ୍ଣରେ। ନଗର ବାହାରେ 10 ଅଶ୍ୱଯୁକ୍ତ ରଥ, ଉଭା ହୋଇଥିଲା ତହିଁ ହୋଇ ସୁସଜ୍ଜିତ। ଲକ୍ଷ୍ମୀ ନାରାୟଣଙ୍କର ନାମ ତୁମ୍ଭେ ଗାଇ, ତା ମଧ୍ୟେ ବିଜୟ କଲେ ନରପତି ଯାଇ। ରଥେ ବସନ୍ତେ ନୃପତି ଦେବର୍ଷି ସହିତେ, ଆନନ୍ଦରେ ହରି ଧ୍ୱନି ଦେଲେ ତ ସମସ୍ତେ। ନାନାଦି ବାଦ୍ୟ ନାଦରେ କମ୍ପିଲା ଆକାଶ, ସକଳ ପରଜା ବୃନ୍ଦ ହୋଇଣ ସୁବେଶ। ରାଜାଙ୍କ ସମୀପେ ଆସି ହୁଅନ୍ତେ ହାଜର, ସଭିଙ୍କୁ ଯାନ ଯୋଗାଇ ଦେଲେ ନରବର। ରାଜ ଅନ୍ତପୁରେ ଯେତେ ଦାସ ଦାସୀ ଥିଲେ, ଯେ ଯାହା ଯାନ ଆରୋହୀ ବାହାର ହୋଇଲେ। ଯେଉଁ ପଥେ ଗଲେ କଣ୍ଟା ଝଣ୍ଟା ପର୍ବତ, ଆବର ଅରଣ୍ୟ ମାର୍ଗେ ନ ଚଳିବ ରଥ। ତେମନ୍ତ ବିଜ୍ଞ ବ୍ୟକ୍ତି ନୃପଙ୍କ ଗ୍ରତେ, ଗମନ କରିଲେ ରଥେ ବସି ତ ସଚିତେ। ମହାରାଜାଙ୍କୁ ସେମାନେ ପଥ କଢ଼ାଇଣ, ଚଳିଲେ ଅଗ୍ରତେ ମନ କର୍ଣ୍ଣ ଦେଇ ଶୁଣ। ଦେଖ ଶ୍ରୀ ବିଷ୍ଣୁଙ୍କ ମାୟା ଅଟଇ କିପରି, ଭକ୍ତଙ୍କୁ ଦୟା କରନ୍ତି ଜଗତ ବିହାରୀ। ପୂର୍ବରୁ ରୌଦ୍ର ତାପରେ ତାତୁ ଥିଲା ମହି, ପଥେ ଯୋଜନ ଭୟ ନ ପାରୁଥିଲା ଯାଇ। ଆଜି ଭକ୍ତ ଆଗମନ ଜାଣି ଜଗନ୍ନାଥ, ସୁଶୀତଳ କରିଛନ୍ତି ଏ ସାରା ଜଗତ। ଆକାଶରେ ସୂର୍ଯ୍ୟ ମାତ୍ର ଛନ୍ତି ଉଦୟ ହୋଇ, କିନ୍ତୁ ତାହାଙ୍କର ତେଜ ତିଳେ ନ କାଟଇ। ସାରା ଆକାଶକୁ ଘନ ବାରିଦ ଢାଙ୍କିଛି, ହେଲେ ମଧ୍ୟ ତିଳେ ମାତ୍ର ବର୍ଷା ନ ହେଉଛି। ମୃଦ ମୃଦ ହିନ୍ଦୋଳରେ ପବନ ବହି, ସତେ କି କୁସୁମ ବାସ ଆଣିଛି ଚୋରାଇ। ସେହିପରି ଅନୁଭବ କରୁଥାନ୍ତି ଜନେ, କ୍ଷୁଧା ତୃଷା ଭୁଲି ସର୍ବେ ଯାନ୍ତି ତୋ ସମନେ। ସଭିଙ୍କ ମନରେ ଥାଏ ଏକମାତ୍ର ଗିର, କିପରି ଦେଖିବେ ଜଗନ୍ନାଥଙ୍କ ପୟର। ନାନା ରାଜ୍ୟ ବଣ ପର୍ବତ ଦେଖି ଦେଖି, ଗମନ କରୁଣ ଥାନ୍ତି ସର୍ବେ ହୋଇ ସୁଖୀ। ଯେତେବେଳେ ଉତ୍କଳ ସୀମା ମଧ୍ୟ ପ୍ରବେଶିଲେ, ସକଳେ ପ୍ରଣାମ କରି ରଜ ବୋଲି ହେଲେ। ବୋଇଲେ ଧନ୍ୟ ଏ ମାଟି ଧନ୍ୟ ଏହି ରାଜ୍ୟ, ଯାହା କୋଳେ ବିଜେ କରିଛନ୍ତି ଦେବରାଜ। ଏ ସାରା ଜଗତେ ଯେତେ ସ୍ଥାନ ଅଛି ରହି,
ଏହା ସଙ୍ଗତରେ କାର ତୁଳନା ଯେ ନାହିଁ। ସକଳ ଦେଶ ପ୍ରଦେଶ ମୁଣ୍ଡ ଏ ଉତ୍କଳ, ଏଥି ବାସ କରିଥିବା ନର ନାରୀ କୂଳ। ଅତ୍ୟନ୍ତ ପବିତ୍ର ତାଙ୍କ ଅଙ୍ଗେ ପାପ ନାହିଁ, ଜନ୍ତୁପତି ତାଙ୍କ ପାଶେ ପଶି ନ ପାରଇ। ଯେତେବେଳେ ଘଟ ତେଜି ଗମନ କରନ୍ତି, ବିଷ୍ଣୁଦୂତେ ରଥ ଆଣି ତାଙ୍କୁ ଘେନି ଯାଆନ୍ତି। ପ୍ରଭୁଙ୍କ ପାଦ ପଦ୍ମରେ ପଶନ୍ତି ଶରଣ, ଏ ମାଟି ପର୍ବତ ବଣ ନଦ ନଦୀ ଗଣ। ସକଳ ଧନ୍ୟ ଅଟନ୍ତି ପ୍ରଭୁଙ୍କର ବାଇଁ, ଏ ସ୍ଥାନ ମହିମା କିସ ବରଣିବି ମୁହିଁ। ଆହୁରି କଇ ଗାଥା ଶୁଣ ଦେଇ ମନ, ଦେବସୀ ବୋଇଲେ ଇନ୍ଦ୍ର ଦ୍ୟୁମ୍ନଙ୍କୁ ଚାହିଁଣ। ହେ ରାଜନ ବାରେ ମାତ୍ର ଶୁଣ ମନ ଦେଇ, ସମ୍ମୁଖ ଭାଗରେ ଯେଉଁ ବନ ଦିଶୁଛଇ। ତାହାର ମହିମା ଅଟେ ଅତି ଅଲୌକିତ, ବିଜୟ କରିଅଛନ୍ତି ଶ୍ୟାମା ଦେବୀ ସେଥ। ଉତ୍କଳ ସୀମାକୁ ଜଗି ତହିଁ ରହିଛନ୍ତି, ସୀମା ପ୍ରକାଶିଲା ବୋଲି ତାହାଙ୍କୁ କହନ୍ତି। ମୁଣ୍ଡମାଳେ ବିଭୂଷିତା ତାଙ୍କ କଳେବର, ଦର୍ଶନ ମାତ୍ରକେ ସର୍ବ ପାପ ହେବ ଦୂର। ଯେ ଯେଉଁ କାମନା କରି ମାତାଙ୍କୁ ପୂଜଇ, ଅକ୍ଳେଶରେ ତା କାମନା ପୂରଣ ହୁଅଇ। ଏହା ଶୁଣି ରାଜା ରାଣୀ ଆନନ୍ଦ ହୋଇଣ, ସୀମା ଦେବୀଙ୍କ ଦର୍ଶନେ କଲେ ଆଗମନ। ନିବିଡ଼ ଅରଣ୍ୟ ପଥ ଅତ୍ୟନ୍ତ ସଂକୁଳ, ପାଦେ ଗମନ କରନ୍ତି ଦର୍ଶକ ସକଳ। ନାରଦଙ୍କର ଶ୍ରୀମୁଖ ଶୁଣି ଏହି ଗିର, ରଥ ଗଜ ପରିତ୍ୟାଗ କରି ନରେଶ୍ୱର। ଦେବର୍ଷିଙ୍କ ସହିତରେ କରିଲେ ଗମନ, ଦିବସରେ ରାତ୍ର ପରିଦିଶଇ ସେବନ। ବୃକ୍ଷଲତାରେ ଯେ ଭରପୁର ହୋଇଅଛି, ତା ମଧ୍ୟରେ ସୂର୍ଯ୍ୟ କିରଣ ତିଳେ ନ ପଡ଼ୁଛି। ବ୍ୟାଘ୍ର ଭାଲୁ ସିଂହ ଗଣ୍ଡା ଗୟଳ ଶୂକର, ମୃଗ ହରିଣ ଶୃଗାଳ ପୁଣି ଅଜଗର। ଆଦି ବହୁ ବଡ଼ ବଡ଼ ହିଂସ୍ର ଜନ୍ତୁଗଣ, ସେହି ବନ ମଧ୍ୟେ ସଦା କରନ୍ତି ଭ୍ରମଣ। ହେଲେ ହେ ଦେବୀଙ୍କ ନାମ ଧରିଲେ ମୁଖର, ସେମାନେ ଦେଖା ନ ଦେବେ ନୟନ ମାର୍ଗର। ତେଣୁ ରାଜା ମନ ମଧ୍ୟେ ସ୍ମରି ଦେବତାଙ୍କୁ, ଗମନ କଲେ ପାଦରେ ଘେନିଣ ରାଣୀଙ୍କୁ। ଅଗ୍ରତେ ପଥ ଦେଖାଇ ଚାଲିଥାନ୍ତି ଋଷି, ସ୍ୱାମୀ ଦେବୀଙ୍କ ବିଷୟରେ ନାନା କଥା ଭାସି। ତାହାଙ୍କ ପଛରେ ଆନମାନେ ଯାଉଛନ୍ତି, ଜଙ୍ଗଲର ଶୋଭା ଦେଖି ଆନନ୍ଦ ହୁଅନ୍ତି। ଅରଣ୍ୟର ମଧ୍ୟ ଭାଗେ ଦେବୀଙ୍କ ଆସ୍ଥାନ, ସେ ସ୍ଥାନ ମହାତ୍ମ୍ୟ କିସ କରିବି ବର୍ଣ୍ଣନ। ଅପୂର୍ବ ମନ୍ଦିର ଏକ ନିର୍ମାଣ ହୋଇଛି, କାରୁକାର୍ଯ୍ୟରେ ଜନଙ୍କ ମନ ମୋହୁଅଛି। ସେବା କରିବାକୁ କେହି ନାହାନ୍ତି ସେଠାରେ, କିନ୍ତୁ ନିତ୍ୟ ପୂଜା ଚଲେ ବିଧି ବିଧାନରେ। ମନ୍ଦିର ସନ୍ନିଧି ପ୍ରବେଶିଲେ ସର୍ବେ ଯାଇ, ଶୋଭା ଦେଖି ଇନ୍ଦ୍ର ଦ୍ୟୁମ୍ନ ପୁଛିଲେ କତହିଁ। ଭୋ ଦେବର୍ଷି ବାରେ ମାତ୍ର କୁହ ଦୟା କରି, କିଏ ମନ୍ଦିର ଗୋଟି କରିଛି ତିଆରି। ଆବର ଦେବୀଙ୍କ ନୀତି ଚଳଇକେ ମନ୍ତ, ମୋ ଗ୍ରତେ ବୁଝାଇ କୁହନ୍ତୁ ସମସ୍ତ।
ନାରଦ ବୋଇଲେ ତଟଇ ସାମାନ୍ୟ, ଆଉ ବହୁ ବଡ଼ କାର୍ଯ୍ୟ ଦେଖିବ ନୟନ। ଓଡ଼ିଆ ପୁଅଙ୍କ ଗାଥା ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିଅଛି ଶୁଣ ଧୀରେ। ସାକ୍ଷାତରେ ବିଶ୍ୱକର୍ମା ମାନବ ରୂପରେ ଜନ ଧାରଣ କରିନଥାନ୍ତି ଏ ମାଟିରେ। କେଉଁଠି ବି ଯେ କରିନଛନ୍ତି ଜଗନ୍ନାଥ, ସକଳ ଦେବତା ପୂର୍ଣ୍ଣ ହୋଇଥାନ୍ତି ସେଥ। ତେଣୁ ଏ ରାଜ୍ୟରେ ଛନ୍ତି ଯେତେ କଳାକାର, ସେମାନେ ସମସ୍ତେ ଅଂଶ ବିଶ୍ୱକର୍ମାଙ୍କର। କେବଳ ସେତିକି ମାତ୍ର ନୁହଁ ରାଜନ, ପ୍ରଭୁଙ୍କ କରୁଣା ମଧ୍ୟ ହୋଇଛି ବର୍ଷଣ। ଏହା ଶୁଣି ଇନ୍ଦ୍ରଦ୍ୟୁମ୍ନ ଆନନ୍ଦ ହୋଇଲେ, ଭୂମି ତଳୁ ମାଟି ନେଇ ମସ୍ତକେ ବୋଳିଲେ। ମନ୍ଦିର ଭିତରେ ଯାଇ ମିଳିଲେ ରାଜନ, ଦେଖିଲେ ମାତ୍ର ବସିଣଛନ୍ତି ସିଂହାସନ। ଅପୂର୍ବ ଜ୍ୟୋତି ମାତାଙ୍କ ଅଙ୍ଗୁଠ ହଟୁଛି, ସେ ତେଜରେ ଅନ୍ଧକାର ନାଶ ହେଉଅଛି। ରତ୍ନ ସିଂହାସନ ପରେ ମାତ ଜଗଧାତ୍ରୀ, ପଦ୍ମପୁଷ୍ପ ଉପରେଣ ବିଜେ କରିଛନ୍ତି। ଯେତେ ମୂର୍ତ୍ତି ଜୀବନରେ ଦେଖିଥିଲେ ନୃପ, କେଉଁଠି ଦେଖି ନଥିଲେ ମନ୍ତ ସ୍ୱରୂପ। ନୀଳବରଣ ଅଟଇ କାନ୍ତି ମାତାଙ୍କର, 10 ଗୋଟି ଭୁଜେ ଶୋହେ ନାନା ଦିଅସ୍ତର। ମୁଖମଣ୍ଡଳ ଚନ୍ଦ୍ରକୁ ନିଦା କରୁଅଛି, କଣ୍ଠ ଦେଶ ମୁଣ୍ଡ ମାଳ ଶୋଭିତ ଦିଶୁଛି। ରତନ କିରୀଟ ଏକ ମସ୍ତକେ ରାଜଇ, ନାନାଳଙ୍କାରେ ଭୂଷିତା ହୋଇଛନ୍ତି ତହିଁ। ଭକତମାନଙ୍କୁ କରିବାକୁ ପରିତ୍ରାଣ, ଊର୍ଦ୍ଧ୍ୱେ କର ଟେକି ମାତ କରନ୍ତି କଲ୍ୟାଣ। ନାନା ଦିକୁ ସୁମେ ମଣ୍ଡିଛନ୍ତି କଳେବର, ଦେଖି ସାଷ୍ଟାଙ୍ଗେ ପ୍ରଣାମ ହୋଇ ନରବର। ବୋଇଲେ ଜଗତ ମାତା ଜଗତ ତାରିଣୀ, ମୋହର ମନ କାମନା ପୁରାଅ ଜନନୀ। ଶ୍ରୀନୀଳଖଣ୍ଡରେ ଶୁଭେ ପ୍ରବେଶ ହୋଇବି, ସକଳ ତୀର୍ଥମାନଙ୍କୁ ନୟନେ ଦେଖିବି। ବିଷ୍ଣୁଙ୍କ ପାଦ ପଦ୍ମରେ ପଶିବି ଶରଣ, ଏହି ଦୟା କର ମାଗ କର ପ୍ରସାରିଣ। ଏମନ୍ତ ଭାବରେ ସ୍ତୁତି କରନ୍ତେ ରାଜନ, ଜନନୀ ମସ୍ତକୁ ପୁଷ୍ପ ଖସିଲା ତକ୍ଷଣ। ତାହା ଦେଖି ନୃପତି ଆନନ୍ଦ ହୋଇଲେ, ଶିର ନିବେଶିଣ ଭୂପେ ପ୍ରଣିପାତ କଲେ। ଯତନେ ଯେ ଆଜ୍ଞା ମାଳ ନେଇଣ ରାଜନ, ଦେବର୍ଷିଙ୍କ ସହିତରେ କରିଲେ ଗମନ। ସେଠାରୁ ବାହାରି ସର୍ବେ ଏକମୁଖ ହୋଇ, ଚିତ୍ରୋତ୍ପଳା ନଦୀ କୂଳେ କୂଳେ ଗଲେ ଧାଇଁ। ମହାନଦୀ କୂଳେ ଧାତୁ କନ୍ଦର ନାମରେ, ଏକ ବନ ପଡ଼ିଲାକ ଦେଖିଲେ ନେତ୍ରରେ। ସେବନର ଆୟତନ କଳନା ନ ଯାଏ, ରଥ ଗଜ ସହ ଚଳିଲେ କରାଏ। ସନ୍ଧ୍ୟା ଗମନ ହନ୍ତେ ସେ ନଦୀ କୂଳରେ, ଶିବିର ସ୍ଥାପନ କରି ରହିଲେ ସତ୍ୱରେ। ନିତ୍ୟକୃତ୍ୟ ସମାପନ କରି ଦଣ୍ଡଧର, ମଣୋହି ସାରି ବିଜୟ କଲେ ଶିବିରର। ସକଳ ପାରିଷଦଙ୍କୁ ସେ ସ୍ଥାନେ ଡକାଇ, ସଭା ଏକ ଆୟୋଜନ କଲେ ନର ସାଇଁ।
ନୃତ୍ୟକାରୀମାନେ ତହିଁ ନୃତ୍ୟ ଆରମ୍ଭିଲେ। ବିବିଧ ରାଗରେ ବିଷ୍ଣୁ ସ୍ତୋତ୍ର ଗାନ କଲେ। କୀର୍ତ୍ତନ ଭଜନ ମାନ କରିଲେ ଭକତେ। ଆନମାନେ ସ୍ତୁତି କଲେ କର ଯୋଡ଼ି ସେଥେ। ବିଷ୍ଣୁଙ୍କ ପରମ ଭକ୍ତ ତ୍ରିକାଳଜ୍ଞ ବର। ନାରଦଙ୍କୁ ସଙ୍ଗତରେ ଘେନି ଦଣ୍ଡ ଧର। ଯଥାଯୋଗ୍ୟ ଆସନରେ ବିଜୟ କରିଲେ। ଗୀତ ବାଦ୍ୟ ସ୍ତବ ପାଠ ଦେଖି ତୋଷ ହେଲେ। ତାହାପରେ ଯାହା ଯାହା ଘଟିଲା ଘଟଣା ଅପର ଛାନ୍ଦରେ ତାହା କରିବି ବର୍ଣ୍ଣନ। ଶ୍ରୀଲୀଳାମୟଙ୍କ ଗୁଣ ଅଟଇ ଅପାର। ଅଭୟ ପାଦ ସୁମରି ଲେଖିଲା କ୍ଷେତର। ଜୟ ଶ୍ରୀ ଜଗନ୍ନାଥ।